ଅନାବନା। ଲେଖିକା ଡକ୍ଟର ପ୍ରତିଭା ରାୟ। ଅବସର ଅର୍ଥାତ୍ ଛୁଟି। ଛାତ୍ର ଜୀବନରେ ଏବଂ ଚାକିରି ଜୀବନରେ ଯେଉଁ ଶବ୍ଦଟା ଏତେ ଆନନ୍ଦଦାୟକ, ସେଇ ଶବ୍ଦଟା ପୁଣି ଚାକିରି କାଳର ସମାପ୍ତି ବେଳକୁ ଏତେ ଦୁଃଖଦାୟକ ହୁଏ କେମିତି? ସେଇ ଗୋଟିଏ ଶବ୍ଦ ଏକ ସମୟରେ ସୁଖଦାୟକ, ପୁଣି ଅନ୍ୟ ସମୟରେ ଦୁଃଖଦାୟକ ହେବା ମଣିଷର ଦୃଷ୍ଟିଭଙ୍ଗୀ ଉପରେ ହିଁ ନିର୍ଭର କରେ ବୋଲି ମାଧବ ବାବୁଙ୍କର ମତ। ତେଣୁ ଚାକିରିରୁ ଅବସର ନେଲାବେଳେ ମାଧବ ବାବୁ ସୁଖୀ ଥିଲେ ଠିକ୍ ଗ୍ରୀଷ୍ମାବକାଶ ପୂର୍ବ ଦିନରେ ସ୍କୁଲ ଛାତ୍ର ଭଳି। କାରଣ ସେ ଜାଣିଥିଲେ ଅବସର ଗ୍ରହଣ ପରେ ହିଁ ସେ ବାସ୍ତବରେ ଜୀବନର ପ୍ରକୃତ ସ୍ୱାଦ ଚାଖିବାର ଅବସର ପାଇବେ। ସମସ୍ତେ ଭାବିଥିଲେ ମାଧବ ବାବୁ ଅବସର ଗ୍ରହଣ ପରେ ସହରରେ ହିଁ ରହିବେ, ତାଙ୍କର ନିଜ ଘରେ। କାରଣ ଚାକିରି ଜୀବନ ଭିତରେ ମାଧବ ବାବୁ ଖୁବ୍ କ୍ୱଚିତ୍ ଗାଁକୁ ଆସନ୍ତି। ଗାଁ ଲୋକଙ୍କ ସଙ୍ଗେ ସମ୍ପର୍କ ରଖନ୍ତି ନାହିଁ ଆଦୌ। କହିବାକୁ ଗଲେ ନିଜ ଗାଁରେ ସେ ଆଜି ଜଣେ ବିଦେଶୀ। ସହରରେ ଛୋଟିଆ ହେଉ ପଛକେ ନିଜର ଘରଟିଏ କରିଛନ୍ତି ଅଳ୍ପ ଦିନ ତଳେ, ଅବସର ଗ୍ରହଣର 5 ବର୍ଷ ପୂର୍ବେ। 2 ଗୁଣ୍ଠ ଜମି ଉପରେ ଏକତାଲା ଘର, ସାମ୍ନାରେ ଛୋଟିଆ ଫୁଲ ବଗିଚା, ବଗିଚାରେ ଜାତି ଜାତି ଫୁଲ। ସୌଖିନ ଭଦ୍ରଲୋକ ମାଧବ ବାବୁ ତାଙ୍କ ଗାଁରେ ତାଙ୍କ ସମୟର ସବୁଠୁ ମେଧାବୀ ଛାତ୍ର ଥିଲେ। ସେଇଥିପାଇଁ ଆଉ ସମସ୍ତ ସହପାଠୀଙ୍କୁ ପଛରେ ପକାଇ ସେ ଆଗେଇଲେ ଉନ୍ନତିର ସୋପାନ ଉଠି ଉଠି ଗୋଟିଏ ପରେ ଗୋଟିଏ। ସେ ଉଚ୍ଚଶିକ୍ଷା ପାଇଁ ସରକାରୀ ବୃତ୍ତି ପାଇ ବିଦେଶ ଗଲେ। ଡକ୍ଟରେଟ୍ ଉପାଧିରେ ଭୂଷିତ ହୋଇ ଫେରିଲେ। ଚତୁର୍ବର୍ଷ ସୁନାମର ସହ ଅଧ୍ୟାପନ କରି ସେ ପ୍ରଫେସର ପଦକୁ ଉନ୍ନୀତ ହୋଇ ଅବଶେଷରେ ଅବସର ଗ୍ରହଣ କରିଛନ୍ତି। ଦେଶ ବିଦେଶରେ ତାଙ୍କର ଅନେକ ସୁନାମ। ଅବସର ଗ୍ରହଣ ପରେ ମଧ୍ୟ ତାଙ୍କର ସେ ସୁନାମ କ୍ଷୁର୍ଣ୍ଣ ହେବାର ନାହିଁ। ସେ କାହିଁକି ସହରରେ ନ ରହି ଅବର୍ଜନାପୂର୍ଣ୍ଣ ଗାଁ ମାଟିକୁ ଫେରିବେ ମୂର୍ଖ ମଳିମଣ୍ଡିଆ ଲୋକଙ୍କୁ ଗ୍ରହଣକୁ? କିନ୍ତୁ ମାଧବ ବାବୁଙ୍କର ଭାଙ୍ଗିରୁଜି ଯାଇଥିବା ଗାଁର ଘରଡିହ ଉପରେ ଯେଉଁଦିନ ନୂଆ ଘର ତୋଳା ହେଲା, ସେଦିନ ସମସ୍ତେ ଆଚମ୍ବିତ ହେଲେ। ସମସ୍ତଙ୍କ ଧାରଣା ହେଲା ଏତେକ ଦିନେ ମାଧବ ବାବୁଙ୍କର ଗାଁ କଥା ମନେ ପଡ଼ିଛି। ସେ ନିଶ୍ଚୟ ଏଣିକି ଗାଁରେ ରହିବେ। ମାଧବ ବାବୁଙ୍କର ଏକଦା ଅନ୍ତରଙ୍ଗ ବାଲ୍ୟସାଥୀ, ଅତୀତର ସ୍କୁଲ ଜୀବନର ସହପାଠୀ ମୋହନ ରାଉତ କହିଲେ, ଅସମ୍ଭବ। ଥରେ ଯିଏ ବିଜୁଳି ବତୀର ଆଲୁଅରେ ଚଳପ୍ରଚଳ କଲାଣି, ସେ ପୁଣି ଲଣ୍ଠନ ଆଲୁଅରେ ଚଳିପାରିବ? 40 ବର୍ଷ ସହରରେ କଟାଇବା ପରେ ଗାଁ ମଶାଣିର ଡାକରେ କିଏ ଆଉ ଫେରିଆସେ? ସହରର ଡାକ୍ତରଖାନା ବେଡ୍ରେ ମରିବାରେ ବି ଗୋଟିଏ ସ୍ୱତନ୍ତ୍ର ମର୍ଯ୍ୟାଦା ତ ଅଛି। ମାଧବ ବାବୁ ହୁଏତ ଗାଁ ଘରଟା ତିଆରି କରୁଛନ୍ତି ମଝିରେ ଛୁଟି କଟାଇବା ପାଇଁ। ସହରୀ ଭାଷାରେ ଯାହାକୁ କହନ୍ତି ହଲିଡେଇଂ କଥାଟା ସମସ୍ତଙ୍କ ମନକୁ ପାଇଲା। ସମସ୍ତେ ଭାବିଲେ ଗାଁରେ ହେଉ ପଛକେ ଆଧୁନିକ ଢଙ୍ଗରେ ସହରୀ ଢାଞ୍ଚାର ଘର ଖଣ୍ଡେ କରିବେ ମାଧବ ବାବୁ। 40 ବର୍ଷର ଆଧୁନିକ ଚଳଣି ଓ ରୁଚିକୁ ଛାଡ଼ିଦେବା ତ ସମ୍ଭବ ନୁହେଁ। କିନ୍ତୁ ସେଇ ପୁରୁଣା ବାପ ଅଜା ଅମଳର ଛାଞ୍ଚ ଉପରେ ଯାହା ତାହି ନୂଆ ଘରଟିଏ ଗଢ଼ି ଉଠିଲା। ଘରଟା ଯେ ଏତେ ବର୍ଷ ପରେ ପୁଣି ନୂଆ ମିସ୍ତ୍ରୀ ହାତରେ ତିଆରି ହୋଇଛି, ସେ କଥା ଆଉ ଜାଣି ହେଲା ନାହିଁ। ସମସ୍ତେ ଭାବିଲେ ତେବେ ମାଧବ ବାବୁ ଛୁଟି କଟାଇବା ପାଇଁ ଦିନଟିଏ ବି ଗାଁକୁ ଆସିବେ ନାହିଁ। ଏଭଳି ଘରେ ସେ ଚଳିପାରିବେ ନାହିଁ। କିନ୍ତୁ ଦିନେ ମାଧବ ବାବୁ ସମସ୍ତଙ୍କୁ ଆଚମ୍ବିତ କରି ଗାଁରେ ଆସି ପହଞ୍ଚିଲେ ସ୍ତ୍ରୀଙ୍କ ସହ ସବୁ ଆସବାବପତ୍ର ଗାଡ଼ିରେ ବୋଝେଇ କରି। ମାଧବ ବାବୁଙ୍କ ପିଲା 2 ଜଣ ଉଚ୍ଚଶିକ୍ଷିତ, ମେଧାବୀ। ସେମାନେ ବିଦେଶରେ। ତେଣୁ ତାଙ୍କର ସଂସାର ବୋଇଲେ ସେ ଆଉ ତାଙ୍କର ସ୍ତ୍ରୀ। ସମସ୍ତେ ଭାବୁଥିଲେ ମାଧବ ବାବୁ ଯଦି ଦିନ କେଇଟା ପାଇଁ ଆସିଛନ୍ତି, ତେବେ ଏତେ ଜିନିଷ ବୋହି ଆଣିଛନ୍ତି କାହିଁକି? ହୁଏତ ଦେଖେଇ ହେବା ପାଇଁ। ସହରୀ ଲୋକେ ସବୁବେଳେ ଏମିତି ଜଞ୍ଜାଳ ମୁଣ୍ଡେଇ ହରବର ହୁଅନ୍ତି। ମାଧବ ବାବୁଙ୍କର ବି ସେଇ ଦେଖାଣିଆ ରୋଗଟା ଥିବ। ଅଜବ ଜୀବନ 2ଟା ଗାଁକୁ ପଶି ଆସିଥିବା ଭଳି ମାଧବ ବାବୁ ଓ ତାଙ୍କ ସ୍ତ୍ରୀଙ୍କୁ ଗାଁର ପିଲାଛୁଆ, ବୁଢ଼ାବୁଢ଼ୀ ଘେରିଗଲେ, କେବଳ ବାଲ୍ୟସାଥୀ ମୋହନ ରାଉତକୁ ଛାଡ଼ି। ସେ ସ୍ୱର ଲମ୍ବେଇ କହିଲା, ହଁ, ମାଧବ ଏବେ କ'ଣଟାଏ ହୋଇଗଲା କି? ମୁଁ କିଆଁ ତାକୁ ଦେଖିବାକୁ ଦୌଡ଼ିବି? ସେ ମୋତେ ଦେଖିବାକୁ ଆସୁନି। ତା ପାଠୁଆ ପଣ, ତା ବଡ଼ ଲୋକ ତା ଘରେ। ଏତେ ବର୍ଷ ଭିତରେ ଦିନେ କ'ଣ ମୋତେ ସେ ଖୋଜିଛି ଲୋଡ଼ିଛି? ଶଙ୍ଖୋଳି ଆସିଛି ମଲା କି ହଜିଲା ପଚାରିଛି? ଅଥଚ ସ୍କୁଲ ପାସ୍ କରି କଲେଜକୁ ଯିବା ଯାଏ ଆମେ 2 ଜଣ ଏକା ଗାମୁଛାରେ ପୋଖରୀ ପାଣି ଯାଇଥିଲୁ। ସେ କଥା କ'ଣ ତାର ଆଉ ମନେ ଅଛି? ସତକୁ ସତ ମୋହନ ରାଉତ ମାଧବ ବାବୁଙ୍କ ଦୁଆର ମାଡ଼ିଲେନି। ଏହା ତାଙ୍କ ମନର ହୀନମାନ୍ୟତା ନୁହେଁ, ଅଭିମାନ ବୋଲି ମନକୁ ଯେତେ ବୋଧ ଦେଲେ ବି ପ୍ରକୃତରେ ନିଜର ନ୍ୟୁନ ମନୋଭାବ ତାଙ୍କୁ ଏତେ ବର୍ଷ ଧରି ମାଧବ ବାବୁଙ୍କ ପାଖରୁ ଦୂରେଇ ରଖିଛି।
ଯେତେ ଥର କାମରେ ସେ ସହର ଯାଇଛନ୍ତି, ଜାଣି ଜାଣି ମାଧବ ବାବୁଙ୍କୁ ଏଡ଼ାଇ ଯାଇଛନ୍ତି। ଏପରିକି ନିଜ ପୁଅକୁ ଦୂର ଘରୋଇ କଲେଜରେ ପଢ଼ାଇଛନ୍ତି ମାଧବ ବାବୁଙ୍କ ପାଖରେ ଗୋଡ଼ ଭାଙ୍ଗିବାକୁ ପଡ଼ିବ ବୋଲି। ମାଧବ ବାବୁ କେବେ କେମିତି ଗାଁକୁ ଆସିଲେ ମୋହନ ରାଉତ ତାଙ୍କ ମୁହଁ ଲୁଚାଇ ବୁଲିଛନ୍ତି। ସେ ତ ଦରପାଠୁଆ, ଗାଉଁଲିଆ, ଚାଷୀ ହୋଇ ରହିଗଲେ ସବୁଦିନେ। ମାଧବର ସହରିଆ ପାଠୁଆ ସାଙ୍ଗ ପାସଙ୍ଗରେ ସେ ପଡ଼ିବେନି। କି ଦରକାର ମାଧବ ସଙ୍ଗେ ଉପରେ ପଡ଼ି କଥା କହିବା? ମାଧବ ନିଶ୍ଚୟ ତାକୁ ଘୃଣା କରୁଥିବ। ଏମିତି ବିକଳ୍ପ ଭାବନାରେ ମୋହନ ରାଉତ ମାଧବ ବାବୁଙ୍କ ଠାରୁ ଦୂରେଇ ଯାଇଛନ୍ତି। ସହର ଆଉ ଗାଁ ମଝିରେ ନଈ ବନ୍ଧରେ ଠିଆ ହୋଇ ଅନ୍ଧାର ରାତିରେ ଚାହିଁଲେ ସହରର ଝଲମଲ ଆଲୁଅରେ ଆଖି ଝଲସିଯାଏ। ମନେ ହୁଏ ସହରରେ ପ୍ରତିଦିନ ଯାତ୍ରା ମେଲଣ ଲାଗିଛି, ନଚେତ୍ ରୋଷଣୀ କରି ପ୍ରତିଦିନ ଯାଉଛନ୍ତି ସହରର ସଭ୍ୟ ଶିକ୍ଷିତ ଲୋକ। ତାଙ୍କ ରାସ୍ତାରେ ଅନ୍ଧାର ନାହିଁ, ଖାଲି ଆଲୁଅ ଆଉ ସୁଖ। ମୋହନ ରାଉତ ସାରା ଜୀବନ ଅନ୍ଧାର କିଟିକିଟି ନଈ ବନ୍ଧରେ ଠିଆ ହୋଇ ଅବଶେଷରେ ଦୀର୍ଘଶ୍ୱାସ ଛାଡ଼ିଛନ୍ତି। ତାଙ୍କରି ସାଙ୍ଗ ମାଧବ କାହିଁ କେତେ ଉପରେ, ଆଉ ସେ ଯେଉଁଠି ସେଇଠି। ମାଧବ ସୁଖୀ, ମାଧବ ଭାଗ୍ୟବାନ, ମାଧବର ଜୀବନ ପରିପୂର୍ଣ୍ଣ। ସେଇ ମାଧବ ଫେରିଛି ଗାଁକୁ ତାର ସୁଖ ସମୃଦ୍ଧି ଦେଖେଇ ହେବା ପାଇଁ। ମୋହନ ରାଉତ କାହିଁକି ଯିବେ ତା ପାଖରେ ନ୍ୟୁନ ହୋଇ ଠିଆ ହେବାକୁ? ମାଧବ ବାବୁ ପ୍ରଥମେ ଆସି ବାରିପଟେ ପୋଖରୀ ଖୋଳିଲେ, ଦୁଆଁଳିଆ ଗାଈଟିଏ ବାନ୍ଧିଲେ ଗୁହାଳରେ, ଦାଣ୍ଡପଟେ ବଗିଚା ଆରମ୍ଭ କଲେ। ସମସ୍ତେ ଭାବିଲେ ଚାହୁଁ ଚାହୁଁ ବିଲାତି ଫୁଲରେ ଗାଁର ଚେନାଇ ମାଟି ହସି ଉଠିବ। ସହରରେ ସବୁ ଘର ଆଗରେ ଫୁଲ ଗଛ, ସେଇଟା ଫେସନ। କିନ୍ତୁ ଏ କ'ଣ? ମାଧବ ବାବୁଙ୍କ ଦାଣ୍ଡରେ ଦୁଇଟା ଭାଡ଼ି ବନ୍ଧା ହେଲା। ବୋଧହୁଏ କିଛି ବିଲାତି ଲତା ମାଡ଼ିବ ଅଣ୍ଟା ଭାଙ୍ଗି ଭାଙ୍ଗି। ମାତ୍ର ଦେଖିଲା ବେଳକୁ କାକୁଡ଼ି, ଜହ୍ନି, ଛଚିନ୍ଦ୍ରା, କଲରା ଲଟେଇ ଲଟେଇ ଭାଡ଼ି ଉପରେ ଉଠିଲା। ବିଲାତି ଫୁଲ ମନେ କରୁଥିବା ବଗିଚାର ସବୁ ଚାରା ଗଛଗୁଡ଼ିକ ଭେଣ୍ଡି, ବାଇଗଣ, ଲଙ୍କାମରିଚ, ସଜନା, ପୋଇ, ବଥୁଆ, କୋଶଳାରେ ପରିଣତ ହୋଇଗଲା। ବାରିପଟେ କେଇଟା ମନ୍ଦାର, ତରାଟ ଆଉ ମଲ୍ଲି ଗଛ ଠାକୁର ପୂଜା ପାଇଁ କାମ ଚଳେଇଲା ଭଳି। ବୁଢ଼ା ବୁଢ଼ୀ ଦୁହେଁ ବଗିଚାକୁ ପାଣି ବୁହନ୍ତି, ଗୁହାଳ ଗୋବର କରନ୍ତି, ପୋଖରୀରୁ ଶେଉଳ, ମାଗୁର, କଉ ଧରି ରାନ୍ଧନ୍ତି। ଗାଁ ଲୋକେ କହନ୍ତି ଛୋଟ ଲୋକ କୃପଣ, ଯେତେ ଉପରକୁ ଉଠିଲେ ବି ମିଜାଜ ବଦଳି ନାହିଁ। ଆଉ କିଏ କହେ ପୁଅ ବୋହୂ ପଚାରୁ ନାହାନ୍ତି, ବିଚରା ସହର ଘର ଖଣ୍ଡକ ଭଡ଼ା ଲଗାଇ ସେତିକି ପଇସାରେ ଚଳୁଛନ୍ତି। ଦାଣ୍ଡ ଦୁଆର ମୁହଁରେ କାକୁଡ଼ି କଲରା ଭାଡ଼ି ବାନ୍ଧି ବିଚରା ଗୁଜରାଣ ମେଣ୍ଟାଉଛି ଏ ବୟସରେ। ଆହା, ମାଧବ ବାବୁଙ୍କ ଠାରୁ ଦୁଃଖୀ ଆଉ କିଏ ଅଛି? ଯେଉଁଦିନ ମୋହନ ରାଉତଙ୍କ ହୃଦବୋଧ ହେଲା ଯେ ମାଧବ ବାବୁ ଏ ଗାଁ ଯାକରେ ସବୁଠୁ ଦୁଃଖୀ ମଣିଷଟିଏ, ସେଦିନ ସେ ପରମ ଉତ୍ସାହରେ ପାକଲା ନିଶ ମୋଡ଼ି ବାଲ୍ୟ ସାଥୀ ମାଧବ ବାବୁଙ୍କ ସାମ୍ନାରେ ଠିଆ ହେଲେ। ମାଧବ ବାବୁ ବାଇଗଣ କିଆରୀରେ ବୁଲି ବୁଲି ବାଇଗଣ ପାକଳ ହେଲାଣି କି ନାହିଁ ପରଖୁଥିଲେ। ବନ୍ଧୁ ମୋହନ ରାଉତଙ୍କୁ ସେ ଚିହ୍ନି ପାରିଲେ ନାହିଁ। ମୋହନ ରାଉତ ଥଟ୍ଟାଳିଆ ସ୍ୱରରେ କହିଲା, ନମସ୍କାର ପ୍ରଫେସର ଆଜ୍ଞା। ବାଇଗଣ କିଆରୀ ପୋଥି ନୁହେଁ ଯେ ପ୍ରତିଦିନ ପଢ଼ିଲେ ଜ୍ଞାନ ବଢ଼ିଲା ଭଳି ବାଇଗଣର ସଂଖ୍ୟା ବି ବଢ଼ୁଥିବ। ପ୍ରତିଦିନ ବାଇଗଣ ଗଣତି କଲେ। ମାଧବବାବୁ ଦୃଷ୍ଟି ତୀର୍ଯ୍ୟକ କରି କିଛି ସମୟ ଚାହିଁଲେ ଏବଂ କହିଲେ, କ୍ଷମା କରିବ ଭାଇ, ଠିକ୍ ଚିହ୍ନି ପାରୁନି। ଗୁଡ଼ାଏ ବର୍ଷ ବାହାରେ ରହିଯିବାର ଫଳ ଏ। ମୋହନ ରାଉତ ରାଗ ଅପମାନରେ ଚିହ୍ନିକି ଉଠି କହିଲେ, ଏତେ ବର୍ଷ ଯଦି ତମ ବିନା ଚଳିଗଲି ସୁରୁଖୁରୁରେ, ଆଜି କ'ଣ ମୋତେ ନ ଚିହ୍ନିଲେ ଆମର ଘର ଅଚଳ ହୋଇଯାଉଛି? ଗଳାର ସ୍ୱର ଠଉରେଇ ମାଧବବାବୁ ଏକା ଖୋପକେ ଆସି ମୋହନ ରାଉତଙ୍କ ସାମ୍ନାରେ ହାଜର। ଗଦଗଦ ହୋଇ କହିଲେ, କିରେ ଆଜି ଯାଇ କୁଆଡ଼େ ଥିଲୁ? ଚଷମା ପିନ୍ଧିନି ବୋଲି ସବୁ ଝାପ୍ସା ଦିଶୁଛି। ଚିହ୍ନି ପାରିଲିନି ଭାଇ, କିନ୍ତୁ ଗଳାର ସ୍ୱର ଚିହ୍ନିବି ନାହିଁ? ଆଉ କାହା କଥା ଭିନ୍ନ, ତତେ ପୁଣି ମୁଁ ଭୁଲିଯିବି? ଏତେ ବର୍ଷ ଧରି ତୋ ଉପରେ ଯେତିକି ଅଭିମାନ କରିଛି, ମୋ ସ୍ତ୍ରୀ ଉପରେ ବି ସେତିକି ଅଭିମାନ କରିନାହିଁ। ତୁ ସେ କଥା କାହିଁକି ବୁଝିବୁ? ମହା ଆରାମରେ ତୋ ଜୀବନ କାଟିଦେଲୁ। ଆମ ଭଳି ଦୁଃଖୀ ଲୋକଙ୍କ କଥା କାହିଁକି ବୁଝିବୁ? ବେଶୀ ପାଠ ନ ପଢ଼ି ତୁ କି ଆରାମ କରିଛୁ? ତୁ ସେ କଥା ବୁଝିପାରିବୁନି। ମୋହନ ରାଉତ କାବା ହୋଇଗଲେ। ଏ ତ ମାଧବର ପରିହାସ ନୁହେଁ, ଏ ତାର ଅନ୍ତରର କଥା। ମାଧବ ଏତେ ସମ୍ମାନ, ଏତେ ପ୍ରତିଷ୍ଠା ପାଇ ମଧ୍ୟ ସୁଖ ପାଇନି, ଆରାମ ପାଇନି। ମୋହନର ଅବାକ୍ ବିସ୍ମୟ ଭାବକୁ ନିରେଖି ମାଧବବାବୁ କହିଲେ, 40 ବର୍ଷ ଧରି ସହର ମୋତେ ଯାହା ଦେଇଛି ତାଠାରୁ ବେଶୀ ଆଦାୟ କରିନେଇଛି। ମାସ ସାରା ବକି ବକି ଭଲେ ମୁଠାଏ ଖାଇନି, ପିନ୍ଧିନି, ଆରାମ ମଧ୍ୟ କରିନି। 5 ଜଣଙ୍କ ସଙ୍ଗେ ସମାନ ହେବା ପାଇଁ ଦୌଡ଼ ପ୍ରତିଯୋଗିତାରେ ମାତି ସାରା ଜୀବନ ରକ୍ତାକ୍ତ, ଅଥଚ ପରାଜିତ। ସେଠି ଘର ସାମ୍ନାରେ ଫଳ ଆଉ ପରିବା ଗଛ ଲଗାଇ ହୁଏ ନା। ବଜାରରୁ ପଚା ପରିବା ଦୁର୍ମୂଲ୍ୟରେ କିଣିବା ବରଂ ଭଲ, ଅଥଚ ଘର ସାମ୍ନାରେ ଭେଣ୍ଡି ବାଇଗଣ ଲଗାଇବା ସେଠି ଅଶିଷ୍ଟତା, ଅସୁନ୍ଦର, ଅବାଞ୍ଛିତ। ଗୋଟିଏ ଘରେ ପିଲାଙ୍କ ପାଠପଢ଼ା, ଖାଇବା, ଶୋଇବା। ଗୋଦାମ ଘର କର ପଛକେ ଭଦ୍ରଲୋକଙ୍କ ବସା ଉଠା ପାଇଁ ବୈଠ ଘରଟିଏ ସଜାଇ ରଖିବା ଆବଶ୍ୟକ। ସହରରେ ରହିବା ଦିନଠାରୁ
ମନବୋଧ କରି ମାଛ ଖାଇନି, ପରିବା ଖାଇନି, କ୍ଷୀର ଟିକେ ପାଟିରେ ବାଜିନି। ମନ ଯେତେବେଳେ ଯାହା ଚାହିଁଲା କିଛି କରିପାରିନି। ସହରର ନିୟମ ମାନି, ଶିଷ୍ଟାଚାର ମାନି ମୁଁ ମଣିଷ ନୁହେଁ, ଯନ୍ତ୍ର ପାଲଟି ଯାଇଛି। ପିଲାଙ୍କୁ ମଣିଷ କରିବା ପାଇଁ ଆମେ 2 ଜଣ ଗୋରୁ ପାଲଟିଛୁ। କେତେଥର ନଈ ବନ୍ଧରେ ଠିଆ ହୋଇ ମୋର ଏ ଗାଁ ଆଡ଼କୁ ଫେରି ଚାହିଁଛି। ତୋ ପ୍ରତି ଈର୍ଷା ହେଇଛି ମନରେ। ଶୁଣିଛି ତୋ ବାଡ଼ିରେ ନଡ଼ିଆ, ପଣସ, କାନ୍ଦି କାନ୍ଦି କଦଳୀ, ସବୁ ଋତୁରେ ତୋ ବଗିଚାରେ ଛନ ଛନ ପରିବା, ତୋ ଗୁହାଳରେ ହୃଷ୍ଟପୃଷ୍ଟ ଦୁହାଁଳ ଗାଈ, ତୋ ପୋଖରୀରେ ମହଣ ମହଣ ମାଛ, ଆଉ ତୋ ବିଲରେ କିଆରି କିଆରି ଫସଲ। ନିଜେ ଖାଇ ପିନ୍ଧି ପୁଣି ସହରକୁ ପଠାଉଛୁ ବଳକା ଜିନିଷ। ମୋର ମାସକର ଦରମା ତୋ ଗୁହାଳର ଗୋଟାଏ 2ଟା ଦୁହାଁଳ ଗାଈର ଆୟ ସଙ୍ଗେ ସମାନ। କହ, ତୁ ସୁଖୀ ନା ମୁଁ ସୁଖୀ? ମୋହନ ରାଉତ କାବା ହୋଇ ଶୁଣୁଥିଲେ ମାଧବ ବାବୁଙ୍କ କଥା। ମାଧବ ବାବୁ ପୁଣି କହିଲେ, ସାରା ଜୀବନ ପ୍ରତିଜ୍ଞା କରିଛି, କାହାରିକି ଖାତିର ନ କରି ଘର ଆଗରେ ପରିବା ଚାଷ କରିବି, ମାତ୍ର ପାରିନି। ସହରରେ ଖାଦ୍ୟ ଅପେକ୍ଷା ବସ୍ତ୍ର ଖାତିର ବେଶୀ, ଭିତର ଅପେକ୍ଷା ବାହାରର ଆଡ଼ମ୍ବର ବେଶୀ। ସହରର ବୈଠକରେ ସଭ୍ୟତା ଭିତରେ ମୁଁ ପେଶୀ ହୋଇଯାଇଛି ରେ ଭାଇ। 40 ବର୍ଷ ଧରି ବାହାର ଆଡ଼ମ୍ବର କରି କରି ମୁଁ ରୋକଣା, ଆଖିକି ବିନା ଚଷମାରେ ଦିଶୁନି। ଅଥଚ ତୁ ତ ବେଶ୍ ତାଗଡ଼ା ଅଛୁ, ତୋର ତ ଚଷମା ଦରକାର ହେଇନି। ଖାଦ୍ୟ ପ୍ରାଣ ଅଭାବରେ ମୋର ଦେହଟା ଯାହା ଅଛି ପ୍ରାଣ ନାହିଁ। ସହର ମୋ ଦେହରୁ ସବୁ ଶୋଷି ନେଇଛି। ତେଣୁ ଫେରି ଆସିଲି ଘର ସାମ୍ନାରେ ଅନାବନା ଗଛ, ଫସଲ, ପନିପାରିବା କରିବା ପାଇଁ। 40 ବର୍ଷର ମନ ଉନ୍ମାଦ ମେଣ୍ଟାଇବା ପାଇଁ। ଏବେ ମୋର କିଏ କ'ଣ କରିବ? ଧନ୍ୟବାଦ।